ଭାଇ ଆମେ ଯାଇଥିଲୁ ପୁରୀ ପୁରୀ ଆସୁ ଆସୁ ବାଟରେ ପଡ଼ିଗଲା ଚନ୍ଦନପୁର। ଚନ୍ଦନପୁରରେ ଆମେ ଦୁଇଟା ହୋଟେଲ ବାଛିଲୁ। ଗୋଟେ ହେଉଛି ଦହି ପଖାଳ, ଆଉ ଗୋଟେ ହେଉଛି ଆମ ଘର ରୋଷେଇ। ଯେତେବେଳେ ଚନ୍ଦନପୁର ଆସିବେ କି ପୁରୀ ଆସିବେ, ଏଇ ଚନ୍ଦନପୁରରେ ଖାଇକି ତ ଟ୍ରାଏଲ୍ କରିବେ। ଏଠି ଦହି ପଖାଳକୁ ରେଟ୍ ତ ସବୁଠି କିଛି ଅଳ୍ପ ବହୁତ ହେବ, ଥରେ ଟ୍ରାଏଲ୍ କରି ଯିବେ। ଦହି ପଖାଳକୁ ଆମ ଘର ରୋଷେଇ। ଭାଇ ଖାଇକି ଆଇଲୁ 100 ଟଙ୍କାରେ ମଟନ। ଭାଇ କ'ଣ କହୁଥିଲି, ଦହି ପଖାଳ ଏଠି ହେଲେ କେମିତି ଲାଗେ? ବଢ଼ିଆ ଲାଗେ ଭାଇ। 100 ଟଙ୍କାରେ ଏଠି ଭାଇ ମଟନ ମିଳୁଛି। ଶୁଭମ ହୋଟେଲ 100 ଟଙ୍କାରେ ମଟନ। 100 ଟଙ୍କା। ଆଉ ପୁରୀ ପିଲା ଆଉ ଦେଖିଲେ ତ ଭାଇ, ଜଣେ ଖାଇଥିବା ଲୋକ କହିଲେ ଏ ହେଲା ବଜାର ନାଁ ହେଲା ଚନ୍ଦନପୁର। ଆଉ ମୁଁ ତ ଅଭିଯୋଗ କିଛି କହିବିନି, ଏଇଟା ଚନ୍ଦନପୁର ମେନ୍ ରୋଡ଼ରେ ଅଛି। ଦହି ପଖାଳକୁ ଆଉ ଆମ ଘର ରୋଷେଇ ସେତେବେଳେ ଆସିକି ଟିକେ ଖାଇକି ଯିବେ ଆଉ, ପୁରୀ ବାଇପାସ୍ରେ ଆଉ। ଖାଇ ଦେଖ ଆମ ଘର ରୋଷେଇ। ଦହି ପଖାଳ। ଭାଇ ଦହି ପଖାଳଟା କେତେ ଟଙ୍କା ରଖିଛ? 100 ଟଙ୍କା। ଆଉ ମଟନ୍ ମିଲ୍ଟା? 240 ଟଙ୍କା। ଆଉ ଚିକେନ୍? ଚିକେନ୍ ବିରିୟାନୀ 130 ଟଙ୍କା। ଆଡ୍ରେସ୍ ହେଉଛି ପୁରା ଚନ୍ଦନପୁର ବାଇପାସ୍। ଚନ୍ଦନପୁର ବାଇପାସ୍। ହଁ।